ହେବାକୁ ଚାହେଁ ନାହିଁ। ମହାପ୍ରଭୁ ତ ଅନ୍ତର୍ଯାମୀ, ସେ ରାଣୀଙ୍କ ଦୁଃଖ କେମିତି ଜାଣିପାରିବେ ନାହିଁ। ସେହି ସମୟରେ ଜଗନ୍ନାଥ ଗୁଣ୍ଡିଚାଙ୍କ ପାଖକୁ ଆସିଲେ ଆଉ କହିଲେ, ମା, ତୁ ମନ ଦୁଃଖ କର ନାହିଁ, ମୋ ପରା ତୋର ପୁଅ। ଆଉ ଏକଥା ମୁଁ ତୋର ମନ ରଖିବା ପାଇଁ କହୁନାହିଁ। ପ୍ରତ୍ୟେକ ବର୍ଷ ଆଷାଢ଼ ମାସର ଦ୍ୱିତୀୟା ତିଥିରେ ମୋର ଭବ୍ୟ ରଥଯାତ୍ରା ଅନୁଷ୍ଠିତ ହେବ ଏବଂ ସେହି ରଥରେ ବସି ମୁଁ ତୋର କୋଳକୁ ଧାଇଁଯିବି ଏବଂ ଏହି ରଥଯାତ୍ରାକୁ ଦେବତା, ଦାନବ, ଗନ୍ଧର୍ବ, ମନୁଷ୍ୟ ଓ ସମସ୍ତ 56 କୋଟି ଜୀବ ଦେଖିବା ପାଇଁ ବ୍ୟାକୁଳ ହେବେ ଓ ସମସ୍ତେ ଜାଣିବେ ଯେ ଜଗନ୍ନାଥ ତୋରି ପୁଅ। ଏହାପରେ ଯାଇ ମା ଗୁଣ୍ଡିଚାଙ୍କ ମୁହଁରେ ଟିକେ ହସ ଖେଳିଗଲା। ଏହି କଥାରୁ ଆମେ ଜାଣିଲୁ ଯେ ମା ଗୁଣ୍ଡିଚା ହେଉଛନ୍ତି ଜଗନ୍ନାଥଙ୍କର ମା। କିନ୍ତୁ ତାଙ୍କର ମାଉସୀ ମା କିଏ? ହଁ ଆଜ୍ଞା,